କୋଉ ଭିଜୁଆଲଟି ଆମର ଏଇ ଯୋଉ ପ୍ରେସ ଗ୍ୟାଲେରୀ ଯାଇ ଆପଣ ଦେଖିବେ ଅଧିକାଂଶ ଭିଜୁଆଲ ତାଙ୍କ ଲିଙ୍କ ରୁ ଯାଇ ଆଉ ଅନେକ ଭିଜୁଆଲ ଦେଖିବେ ସେଠାକାର ଯୋଉ ବିଧାୟକ ମାନେ ବି କାଲି ଭିଜୁଆଲ ଛାଡିଛନ୍ତି ଆପଣ ଦେଖିବେ ବିଭିନ୍ନ ଦଳୀୟ ଫୋରମରେ ମଧ୍ୟ ଯୋଉ ଭିଜୁଆଲ ପଡିଛି ସାମ୍ବାଦିକ କାମ ହେଲା ଦେଖେଇବା ମୋ କହିବା କଥା ତାହେଲେ ଆମେ ଏମିତି କି ଅସତ କାମ କରୁଛୁ ଯେ ସତ ଧରା ପଡି ଯାଉଛି ତାପରେ ଆମେ ଗଣ୍ଡଗୋଳ କରିବା ସେଇଟାକୁ କେମିତି ମାନେ ଏଯାଙ୍କେ ସରକାର ଏଇଟାକୁ ମିଟିଂ କଲେନି ଯେ ଆଗାମୀ ଦିନରେ ବିଧାନସଭାରେ ଆଉ ଏମିତି କଳା ଅଧ୍ୟାୟ ସୃଷ୍ଟି ହବନି ବିଧାୟକ ମାନଙ୍କ ପାଇଁ କଣ ଗାଇଡଲାଇନ ରହିବା ଦରକାର ଆନ୍ଦୋଳନର ପୃଷ୍ଠଭୂମି କେମିତି ହବା ଦରକାର ଆଗ ସେଇଟା କରନ୍ତୁ ଆମେ ତ ଗଣମାଧ୍ୟମର ଗଣତନ୍ତ୍ରର ପ୍ରହରୀ ଭାବରେ ଆମେ ଆମ କାମ କରୁଛୁ ତେଣୁ ଏଭଳି ଭାବରେ କରି ସରକାର ଆଉ ଏକ କାଳିମା ଇତିହାସ କରନ୍ତୁ ଅପେକ୍ଷା କରିବା ବାଚସ୍ପତିଙ୍କୁ ଖାଲି ଦେଖା କରିବାନି ଯେପର୍ଯ୍ୟନ୍ତ ଆମକୁ ମୋବାଇଲ ଆଲାଉ କରାହେଇନି କାରଣ ଆପଣ ଜାଣିଥିବେ ବର୍ତ୍ତମାନ 5G ଯୁଗରେ ଟେକ୍ନୋଲୋଜି ଯୁଗରେ ମୋବାଇଲ ପ୍ରତି ମିନିଟରେ ବଡ ବଡ ନ୍ୟୁଜ ଆପଣ ଆମେ ପ୍ରିଣ୍ଟ ବାଲା ରାତିରେ ଛାପିବୁ ଆପଣ ଯୋଉମାନେ ରହିଲେ ଇଲେକ୍ଟ୍ରୋନିକ୍ସ ମିଡିଆ ପ୍ରତି ମିନିଟରେ କମ୍ପିଟିସନ ଆପଣଙ୍କର ନହେଲେ ଅମକ ଟିଭି ଯାଇଥିଲେ ଆପଣ ଚାକିରି ପଳେଇବ ତେଣୁ ପ୍ରତି ମିନିଟରେ ଏକଥା କଣ ଯେ ନିୟମଟା କଲେ ବୁଝିପାଇଲେନି ସେ ଏକଥା କରନ୍ତୁ ଯୋଉ ସାମ୍ବାଦିକ ମାନେ ଆମର ଯେମିତି ଆଗରୁ ଥିଲା ପ୍ରଥମ ଦଫାଟାରେ ଭିଡିଓ ଚାଲୁଥିଲା ଯୋଉଟା ଲାଇଭ୍ ହଉଛି ଯୋଉ ସମୟରେ ଶୂନ୍ୟ କାଳଠୁ ହଉଛି ସେ ସମୟରେ ଫଟୋ ବାରଣ କରାଯାଉ ଭିଡିଓ ବାରଣ କରାଯାଉ ଯୋଉମାନେ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ମୋବାଇଲ ଜବତ କରାଯାଉ ତାଙ୍କ ପାସକୁ 7 ଦିନ ସସ୍ପେଣ୍ଡ କରାଯାଉ ଆମେ ସ୍ୱାଗତ କରିବୁ କିନ୍ତୁ ସାମୂହିକ ଭାବରେ ସମସ୍ତଙ୍କର ସସ୍ପେଣ୍ଡ କରା ନ ଯାଉ।